ଏଇଠି ଯଦି ସେ କହୁଛନ୍ତି ଯେ ଯେଉଁମାନେ ଆଗରୁ କିଛି ଲୋକ ନେଇଯାଇଥିଲେ ତ ସେଇଟା ତ ନିହାତି ଭାବରେ ଆଧାର ସଂଯୋଗ ହେଇକରି ହେଇଥିଲା ଆଉ ବିଭିନ୍ନ ସ୍ତରରେ ତର୍ଜମା କରାଯାଉଥିଲା। ଏବେ ଯଦି ସେମାନେ ଯଦି ତାଙ୍କର ଇନକମ୍ ବେଶୀ ଅଛି କିମ୍ବା କୌଣସି ସରକାରୀ ଚାକିରିଆ ସେ ଭିତରେ ଅନ୍ତର୍ଭୁକ୍ତ ହେଇଛି ସରକାର ତାକୁ ବାହାର କରିବା ଏବେ ଯେଉଁ KYC ଚାଲିଛି ତାକୁ କାଢ଼ିପାରିବେ। କିନ୍ତୁ ଯେଉଁମାନେ ବି ଜାଣି ଶୁଣିକରି ଏଇ କାର୍ଡ଼ ଯେଉଁ କାଉଟି କାର୍ଡ଼ ହାତେଇଥିଲେ ସେମାନେ ଠିକ୍ କରିନାହାନ୍ତି, ତେଣୁ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର। ପ୍ରଧାନମନ୍ତ୍ରୀ ନାଇଁ ଦେଖନ୍ତୁ ଆଜ୍ଞା, ପ୍ରଧାନମନ୍ତ୍ରୀ ତ ଓଡ଼ିଶାକୁ କେତେ ଥର ଆସିଲେଣି ବୁଝିଲେ କି, ପୁଣି ତାଙ୍କର ଏବେ ପୁଣି ଆସିବେ। ଓଡ଼ିଶା ଉପରେ କ'ଣ ପ୍ରଭାବ ପଡ଼ୁଛି ନା କେନ୍ଦ୍ରରୁ ତାଙ୍କର ଓଡ଼ିଶାକୁ କ'ଣ ଦେଉଛନ୍ତି, କାଲି ଆସୁଛନ୍ତି କିଣି କୌଣସି ବଡ଼ ଘୋଷଣା କରୁନାହାନ୍ତି କିମ୍ବା ଓଡ଼ିଶାକୁ ସେ ପ୍ରକାର ସାହାଯ୍ୟ ଦେବାର କିଛି କହୁନାହାନ୍ତି। କାଲି ଆସିକି ବାସଣବାଜି ଦେଇକିରି ଯଦି ଏଇଠି କହିବେ ଓଡ଼ିଶାର ବିକାଶ ହେଇଯିବ ତ କ'ଣ ବିକାଶ ହେବ? ଯଦି ଓଡ଼ିଶାକୁ ବିକାଶ କରିବାର ଅଛି କେନ୍ଦ୍ରରେ ସ୍ୱତନ୍ତ୍ର ପାଣ୍ଠି ଦିଅନ୍ତୁ, ତେବେ ଯାଇକିରି ହେବ। ଓଡ଼ିଶାରେ ଆଜି ଯେଉଁ 7 ବର୍ଷ ହେଲା ସରକାର ହେଲାଣି କୌଣସି ଡେଭଲପମେଣ୍ଟ କାମ ଦେଖାଯାଉ ନାହିଁ। କେବଳ ସେମାନଙ୍କର ଏଇ ଯେଉଁ ସୁଭଦ୍ରା ଯୋଜନା ଏବେ ଧାନ କିଣିବାରେ କିଛିଟା ତାଙ୍କର କାମ କରିଚାଲିଛନ୍ତି, ତା ଛଡ଼ା ଅନ୍ୟ ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ସେଗୁଡ଼ାକ ଉପରେ ତାଙ୍କର କିଛି କାମ କରୁନାହାନ୍ତି। ଆପଣ ଚିଟଫଣ୍ଡ କଥା କୁହନ୍ତୁ, ସେ ବିଜୁଳି ଆପଣ 300 ୟୁନିଟ୍ର ଛାଡ଼ କରିବା କଥା କୁହନ୍ତୁ କିମ୍ବା ଯେଉଁ ବିକାଶର କଥା ସେ ନାରା ଦେଇଥିଲେ ସେ ବିକାଶ ଆଜି ପର୍ଯ୍ୟନ୍ତ ଆରମ୍ଭ କରିନାହାନ୍ତି। ଇନଭେଷ୍ଟର ମାନେ ଆସୁଛନ୍ତି ଓଡ଼ିଶାକୁ, ଏଇ କଣ୍ଟ୍ରିକୁ ଆସୁଛନ୍ତି, କିପରି ଦେଖୁଛନ୍ତି ଇନଭେଷ୍ଟର ମାନେ ଆସିଲେ ଓଡ଼ିଶାର ଡେଭଲପ ହେବ? ଦେଖନ୍ତୁ, ଇନଭେଷ୍ଟର ମାନେ ଯେଉଁମାନେ ଆସୁଛନ୍ତି ଆଜ୍ଞା, ଗୋଟେ ସ୍ଥିର ସରକାର ଯେତେବେଳେ ଗଠିତ ହୁଏ ସେତେବେଳେ ତାଙ୍କର ଭରସା ରୁହେ। ଯେହେତୁ ଏଇନା ଆପଣଙ୍କର ଭାରତୀୟ ଜନତା ଦଳ ତାଙ୍କର 7 ମାସ କାର୍ଯ୍ୟକାଳ ଏଇନା ସମାପ୍ତ ହେଇଛି, ପୁଣି ଆଗକୁ କ'ଣ ହେବ ତାକୁ ବିଚାର ନେଇକରି ସେମାନେ ତାର ଇନଭେଷ୍ଟ କରିବେ। ଗୋଟେ ସ୍ଥିର ସରକାର ଯେଉଁଦିନ ଗୋଟେ ରାଜ୍ୟରେ ରୁହେ ତାଙ୍କର ଗୋଟେ ମାନେ ଭରସା ଆସିବ ଯେ ମୁଁ ଏଇଠି ଇନଭେଷ୍ଟ କଲେ এই ସରକାର ଆଗାମୀ ଦିନରେ ଆମକୁ ସାହାଯ୍ୟ କରିବ। ଯେହେତୁ এই ସରକାର ସହିତ ଆମେ ସାକ୍ଷର କରିବେ, କଣ୍ଡିସନ ସାକ୍ଷର କରିବେ, ତାଙ୍କର ଜମି ଦରକାର ଅଛି, ତାଙ୍କର ବିଦ୍ୟୁତ ଦରକାର ଅଛି, ପାଣି ଦରକାର ଅଛି, ସବୁ ପ୍ରକାର ଯେଉଁ କିମ୍ବା ଖଣିଜ ସମ୍ପଦ ଉପରେ ଯାହା ବି ସେ ସରକାର ଉପରେ ନିର୍ଭର କରିକି ଚାଲେ। ଯଦି ଗୋଟେ ସ୍ଥାୟୀ ସରକାରକୁ ଯେତେ ନିର୍ଭର କରିଥାନ୍ତି ଗୋଟେ ଏବେ 7 ମାସର ସରକାରକୁ ସେମାନେ ଏତେ ବିଶ୍ୱାସ କରିକିରି ଯେଉଁ ଇନଭେଷ୍ଟର ମାନେ ଆସିବେ ଏବଂ ଇନଭେଷ୍ଟ କରିବେ, ମୁଁ ଏଇଠି ମାନେ ବିଶ୍ୱାସ କରିପାରୁନାହିଁ।